ବନ୍ଧୁଗଣ ନମସ୍କାର। ଆଜି ଆମେ ଜାଣିବା ଯେ ଦୁର୍ନୀତି ନିବାରଣ ଅଧିନିୟମ ଯେଉଁ ରହିଛି ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟ 1988, ସେଥିରେ ଆପଣଙ୍କର କ୍ରିମିନାଲ ମିସକଣ୍ଡକ୍ଟ କାହାକୁ କୁହାଯାଉଛି। ଯେହେତୁ ଆଜିକାଲି ସମାଜରେ ଗୁଡ଼ାଏ ଦୁର୍ନୀତି ବଢ଼ି ଚାଲିଛି, ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି ଏବଂ ସରକାରୀ ଅଫିସର ମାନେ ତ ଦୁର୍ନୀତି ଖୋର ହେଇଗଲେଣି। ଅଧିକାଂଶ ସମସ୍ତ ସରକାରୀ ଅଫିସର କହିହେବନି, ଅଧିକାଂଶ ସରକାରୀ ଅଫିସର ଦୁର୍ନୀତି ଖୋର ହେଇଗଲେଣି ଏବଂ ସରକାରୀ ଅଫିସର ସରକାରୀ କର୍ମଚାରୀ ସଂଜ୍ଞା ଭିତରେ ଆମେ ଜାଣିବା କଥା ଯେ ରାଜନୈତିକ ନେତାମାନେ ମଧ୍ୟ ଯାଉଛନ୍ତି। ଯେଭଳି ଭାବରେ ସରପଞ୍ଚ ସମିତି ସଭ୍ୟ ହୁଅନ୍ତୁ କିମ୍ବା ବିଧାୟକ ବି ହେଇପାରନ୍ତି, ଲାଞ୍ଚ ନେଲା ବେଳେ ସାଂସଦ ବି ହେଇପାରନ୍ତି, କୌଣସି ନିଗମର ଚେୟାରମ୍ୟାନ୍ ହେଇପାରନ୍ତି, ବ୍ଲକ ଅଧ୍ୟକ୍ଷ ହେଇପାରନ୍ତି। ଏମାନେ ମଧ୍ୟ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟ 2018ରେ 1988 ଏବଂ 2018ରେ ଯେଉଁ ସଂଶୋଧନ ହେଲା ସେଥିରେ ଏମାନେ ମଧ୍ୟ ସରକାରୀ କର୍ମଚାରୀ ସଂଜ୍ଞାକୁ ଆସିଯାଇଛନ୍ତି। କ୍ରିମିନାଲ ମିସକଣ୍ଡକ୍ଟ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟର ଧାରା 13ରେ ଅଛି। ଏହାକୁ ଆମେ ଓଡ଼ିଆରେ ଅପରାଧିକ ଦୁରାଚାର ବୋଲି ମଧ୍ୟ କହିପାରିବା। କ୍ରିମିନାଲ ମିସକଣ୍ଡକ୍ଟ ଏହା କ'ଣ? ନେଇ ଯଦି ସମ୍ପତ୍ତିର ଅପବ୍ୟବହାର କରାଯାଉଥିବ, ଯଦି ଜଣେ ସରକାରୀ କର୍ମଚାରୀ ତାଙ୍କୁ ଦିଆଯାଇଥିବା କୌଣସି ସମ୍ପତ୍ତି କିମ୍ବା ପାଣ୍ଠିକୁ ଅସାଧୁ ଭାବରେ ହରିଲୁଟ୍ କରନ୍ତି କିମ୍ବା ନିଜ କାମରେ ଲଗାନ୍ତି, ସରକାରୀ ସମ୍ପତ୍ତିର ଅପବ୍ୟବହାର କରୁଥାନ୍ତି, ସରକାରୀ ଟଙ୍କାର ଅପବ୍ୟବହାର କରୁଥାନ୍ତି, ତେବେ ସିଏ ଏ କ୍ରିମିନାଲ ମିସକଣ୍ଡକ୍ଟର ପରଭ୍ୟୁରେ ଆସିବ। ଯଦି କ୍ରିମିନାଲ ମିସକଣ୍ଡକ୍ଟର ପରଭ୍ୟୁରେ ଆସିଲା ତାହେଲେ ଧାରା 13 ହିସାବରେ ତାଙ୍କୁ ସର୍ବନିମ୍ନ 4 ବର୍ଷ ଜେଲ୍ ହେବ, ହେଇପାରେ 10 ବର୍ଷ ମଧ୍ୟ ପର୍ଯ୍ୟନ୍ତ ହେଇପାରେ ଏବଂ ସେଥିରେ ଜୋରିମାନା ମଧ୍ୟ ଲାଗିପାରେ। ସମ୍ପତ୍ତିର ଅପବ୍ୟବହାର କ'ଣ? ବିଭିନ୍ନ ସ୍ଥାନରେ ଆମେ ଦେଖିବାକୁ ପାଉଛୁ କି ସରକାରୀ ଟଙ୍କା ଆସୁଛି ଏବଂ ସେଟା ଧରନ୍ତୁ କୌଣସି ଏକ ଡିପାର୍ଟମେଣ୍ଟର, ଧରନ୍ତୁ PWD ଡିପାର୍ଟମେଣ୍ଟର, ଧରନ୍ତୁ ଇରିଗେସନ୍ ଡିପାର୍ଟମେଣ୍ଟର ଆକାଉଣ୍ଟରେ ଜମା ହେଉଛି କାମ କରିବା ପାଇଁ, କୌଣସି ରାସ୍ତାଘାଟର ଉନ୍ନତି କରିବା ପାଇଁ, କୌଣସି ଗୃହର ନିର୍ମାଣ କରିବା ପାଇଁ, କୌଣସି ଚେକ୍ ଡ୍ୟାମ୍ର ନିର୍ମାଣ କରିବା ପାଇଁ, କୌଣସି ନଦୀ ହୁଡ଼ା, କୌଣସି ରିଙ୍ଗ ରୋଡ଼ ତିଆରି କରିବା ପାଇଁ ବ୍ଲକରେ ଟଙ୍କା ଆସିକି ଜମା ହେଇକି ରହୁଛି ଶହ ଶହ କୋଟି ଟଙ୍କା। ମନରେଗାରେ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ, ବନ୍ଧ ନିର୍ମାଣ କରିବା ପାଇଁ, ରାସ୍ତାଘାଟ ନିର୍ମାଣ କରିବା ପାଇଁ, ବଜାର ନିର୍ମାଣ କରିବା ପାଇଁ, ଭିତ୍ତିଭୂମି ନିର୍ମାଣ କରିବା ପାଇଁ, ତାକୁ ସେହି ଯୋଜନାରେ ଯଦି ଅଫିସର ନ ଲଗେଇକିରି ତାଙ୍କୁ ହରିଲୁଟ୍ କରନ୍ତି, ମିଥ୍ୟା ବିଲ୍ କରିକିରି ଖାଇଯାଆନ୍ତି, ଠିକାଦାର ମାନଙ୍କର ସାଙ୍ଗରେ ମିଶିକିରି ମିଥ୍ୟା ବିଲ୍ କରିକିରି ଖାଇଯାଆନ୍ତି, ମିଥ୍ୟା ଭାଉଚର ତିଆରି କରିକିରି ଖାଇଯାଆନ୍ତି। ଯେଭଳି ଭାବରେ ମନରେଗା ଯୋଜନାରେ ଆପଣଙ୍କର ଫଲ୍ସ ମଷ୍ଟର ରୋଲ୍ ତିଆରି କରାଯାଉଥିଲା ଏବଂ ଫଲ୍ସ ମଷ୍ଟର ରୋଲ୍ ତିଆରି କରିକିରି କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିଲା। ଅନେକ ସମୟରେ ଅଭିଯୋଗ ଆସିଛି, ପ୍ରମାଣିତ ହେଇଛି, ଲୋକ ଭିଜିଲାନ୍ସ ଦଣ୍ଡିତ ମଧ୍ୟ ହେଇଛନ୍ତି। ଯେଭଳି ଭାବରେ ଜୁନିୟର ଇଞ୍ଜିନିୟର ମାନେ ଫଲ୍ସ ବିଲ୍ କରିକିରି କୋଟି କୋଟି ଟଙ୍କା ଖାଇଯାଆନ୍ତି, ସେହି କ୍ଷେତ୍ରରେ ତାକୁ ସରକାରୀ ସମ୍ପତ୍ତି କିମ୍ବା ସରକାରୀ ଅର୍ଥ, ସରକାରୀ ତହବିଲର ତାକୁ ଅପବ୍ୟବହାର ବୋଲି କୁହାଯାଏ। ସେହି କ୍ଷେତ୍ରରେ ଯଦି କୌଣସି କର୍ମଚାରୀଙ୍କ ନାଁରେ କେସ୍ ହୁଏ କିମ୍ବା ଯଦି ଆପଣ ଯଦି ସେଭଳି କୌଣସି ଆପଣଙ୍କର ଅଞ୍ଚଳରେ ଦେଖୁଛନ୍ତି, ତାହେଲେ ଆପଣ ଯଦି ତାଙ୍କ ନାଁରେ ରିପୋର୍ଟ କରୁଛନ୍ତି ତାହେଲେ ତାଙ୍କ ନାଁରେ କେସ୍ ହେବ, ଜେଲ୍ ଜୋରିମାନା ହେବ, ସର୍ବନିମ୍ନ 4 ବର୍ଷ ଏବଂ ସବୁଠାରୁ ବେଶୀ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ହେଇପାରେ। ଏଥିରେ ଆଉ ଗୋଟେ ଧାରା ଅଛି ଯୋଉଟା ଆପଣଙ୍କର ଆୟ ବହିର୍ଭୂତ ସମ୍ପତ୍ତି। ଆଜିକାଲି ଦେଖିଥିବେ ଆପଣ ଓଡ଼ିଶାରେ ଗୁଡ଼ାଏ ଜାଗାରେ ଆପଣଙ୍କର ଚଢ଼ଉ ହେଉଛି, ଭିଜିଲାନ୍ସ ଚଢ଼ଉ ହେଉଛି, ଆୟକର ଚଢ଼ଉ ହେଉଛି। ତାକୁ ମଧ୍ୟ କୁହାଯାଉଛି ଡିସପ୍ରପୋର୍ସନେଟ୍ ଆସେଟ୍ସ, ମାନେ ଯେତିକି ରୋଜଗାର କରିବା କଥା ତାହାଠୁ ଅଧିକ ସମ୍ପତ୍ତି ଯଦି ତାଙ୍କ ପାଖରେ ଥିବ
ଯଦି ଜଣେ ସରକାରୀ କର୍ମଚାରୀଙ୍କ ପାଖରେ କିମ୍ବା ତାଙ୍କର ମାନେ ଅତି କ୍ଲୋଜ୍ ରିଲେଟିଭ୍ ମାନଙ୍କର ପାଖରେ ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଯଥେଷ୍ଟ ଅଧିକ ସମ୍ପତ୍ତି ଥାଏ ଏବଂ ସେ ସେହି ସମ୍ପତ୍ତି କେଉଁଠୁ ଆସିଲା, କେଉଁଠୁ ପାଇଲେ, କେଉଁଠୁ ରୋଜଗାର କଲେ, ତାହାର ଯଦି ସନ୍ତୋଷଜନକ ଉତ୍ତର ଦେଇପାରନ୍ତି ନାହିଁ, ତେବେ ମଧ୍ୟ ସେ ଏଥିରେ ତାଙ୍କ ନାଁରେ କେସ୍ ହେବ, କେସ୍ ଚାଲିବ ଏବଂ ସେ ଏଥିରେ ମଧ୍ୟ ସେ ଦଣ୍ଡ ପାଇପାରିବେ। ହେଲେ ଆପଣମାନେ ଦେଖୁଛନ୍ତି ଜଣେ ଚାକିରି କରୁଛି କେଉଁଠି ନା ଆପଣଙ୍କର ଅକ୍ଟ୍ରାଇ ଗେଟ୍ରେ, ଟୁଲ୍ ଗେଟ୍ରେ ଚାକିରି କରୁଛି। କେଉଁଠି ଚାକିରି କରୁଛି? କନଷ୍ଟେବଲ ଚାକିରି କରୁଛି। କେଉଁଠି ଚାକିରି କରୁଛି? ନାଇଁ ଗୋଟେ ସପ୍ଲାଏ ଇନ୍ସପେକ୍ଟର ଚାକିରି କରୁଛି। କିନ୍ତୁ ଦେଖିଲା ବେଳକୁ ଭୁବନେଶ୍ୱରରେ ଫ୍ଲାଟ୍ 4ଟା ରହିଛି, ବ୍ୟାଙ୍କ ଆକାଉଣ୍ଟ ନିଜ ନାଁରେ 30 ଲକ୍ଷ 60 ଲକ୍ଷ ଟଙ୍କା, ମିସେସ୍ର ନାଁରେ 60 ଲକ୍ଷ ଟଙ୍କା, ସେୟାର ଡିବେଞ୍ଚର ତାଙ୍କ ନାଁରେ ରହୁଛି। ସରକାର ମାନେ ଭୁବନେଶ୍ୱର ବସ୍ ଚାଲୁଛି, ଦେଖାଯାଉଛି। ଏବେ ଗୋଟେ କୋଟିପତି ଫରେଷ୍ଟର ବାବୁ ଧରା ପଡ଼ିଥିଲେ। ସେମାନେ ତାଙ୍କର ସମ୍ପତ୍ତି ଏତେ ମାତ୍ରାରେ ଠୁଳ କରନ୍ତି ଯେଉଁଟା ତାଙ୍କର ଯେଉଁ ଦରମା, ତାଙ୍କର ଯେଉଁ ଆୟର ଉତ୍ସ ତାହାଠୁ ଢେର ଅଧିକ। ସେହି କ୍ଷେତ୍ରରେ ମଧ୍ୟ ତାଙ୍କୁ ତାଙ୍କ ନାଁରେ କେସ୍ କରାଯାଇପାରିବ ଏବଂ ତାଙ୍କୁ ମଧ୍ୟ ସର୍ବନିମ୍ନ 4 ବର୍ଷ ଏବଂ ମାନେ ଅତି ବେଶୀରେ 10 ବର୍ଷ ଏବଂ ଫାଇନ୍ ଜେଲ୍ ମଧ୍ୟ ହେଇପାରିବ। ତେବେ 2018ରେ ଆପଣଙ୍କର କ୍ଷମତାର ଅପବ୍ୟବହାରକୁ ମଧ୍ୟ ଏଥିରେ ସାମିଲ କରାଯାଇଛି 2018 ଆମେଣ୍ଡମେଣ୍ଟରେ। ପୂର୍ବରୁ କ୍ଷମତାର ଅପବ୍ୟବହାର ଏକ ସ୍ୱତନ୍ତ୍ର ବିଭାଗ ଥିଲା, କିନ୍ତୁ ଏବେ ଏହାକୁ ଲାଞ୍ଚ କାରବାର ସହ ଯୋଡ଼ାଯାଇଛି। ଏହାର ଅର୍ଥ ହେଉଛି ଏବ୍ୟୁଜ୍ ଅଫ୍ ପାୱାର, ଏବ୍ୟୁଜ୍ ଅଫ୍ ଅଫିସିଆଲ ପୋଜିସନ୍, ଯେଉଁଟା ଆପଣ ଦେଖିବେ ନୀତିଦିନିଆ ଅଫିସର ମାନେ କରୁଛନ୍ତି। ଅଫିସରେ ବସିକିରି ତାଙ୍କର ସରକାରୀ ଗାଡ଼ି ଅଛି, 5 ଲିଟର ଡିଜେଲ ଦିନଭର ପଡ଼ୁନାହିଁ, କିନ୍ତୁ ମାସ ଶେଷରେ ଆପଣ ଯଦି ଦେଖିବେ 100 ଲିଟରର ବିଲ୍ ଡ୍ରାଇଭର ନାଁରେ କାଟିକିରି ସେମାନେ ତାକୁ ଆତ୍ମସାତ କରୁଛନ୍ତି। ମ୍ୟୁନିସିପାଲିଟି ମାନଙ୍କରେ ଗାଡ଼ି ମୋଟର ଅଛି, ଟ୍ରାକ୍ଟର ବସିଛି, ଖତ ଖାଉଛି, ଷ୍ଟାର୍ଟ ହେଇପାରୁନି, କିନ୍ତୁ ଡିଜେଲ ବାବଦରେ ଆପଣ ଦେଖିବେ 2 ଲକ୍ଷ 3 ଲକ୍ଷ 5 ଲକ୍ଷ ଟଙ୍କା ମାର୍ଚ୍ଚ ମାସରେ ସେମାନେ ବର୍ଷ ତମାମ ବିଲ୍ କରିକିରି ଭାଉଚର କରିକିରି ଖାଇଯାଉଛନ୍ତି। ସିଏ ହେଉଛି କ୍ଷମତାର ଅପବ୍ୟବହାର। ଜଣେ କାମ କରିବାକୁ କେଉଁ ଲୋକ ଆସୁନାହିଁ, ଆପଣଙ୍କର ଡେଲି ୱେଜ୍ ଲେବର 5ଟା ଲାଗିଛନ୍ତି, କିନ୍ତୁ 15ଟା ଡେଲି ୱେଜ୍ ଲେବରର ଦେଖେଇକିରି ସେମାନେ ଇନ୍ସପେକ୍ଟର ମାନଙ୍କର ମାଧ୍ୟମରେ ନିମ୍ନ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ତାଙ୍କର କର୍ମଚାରୀ ମାନଙ୍କର ମାଧ୍ୟମରେ ଟଙ୍କା ଆତ୍ମସାତ କରୁଛନ୍ତି। ସିଏ ହେଉଛି କ୍ଷମତାର ଅପବ୍ୟବହାର। ନିଜର ସରକାରୀ ପଦବୀର ପ୍ରଭାବକୁ, ପ୍ରେସରକୁ ଖଟେଇ କୌଣସି ଅନୁଚିତ ଲାଭ ମାନେ ଉଭୟ ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ସୁବିଧା ହାସଲ କରିବା ହେଉଛି ଆପଣଙ୍କର କ୍ଷମତାର ଅପବ୍ୟବହାର। ଲାଞ୍ଚ ବଦଳରେ କିମ୍ବା କୌଣସି ବ୍ୟକ୍ତିଗତ ସ୍ୱାର୍ଥ ରଖି ସରକାରୀ କର୍ତ୍ତବ୍ୟକୁ ଭୁଲ ଭାବରେ ବା ଅସାଧୁ ଉପାୟରେ ଯଦି ସମ୍ପାଦନ କରୁଛନ୍ତି କୌଣସି ଅଫିସର, ତାହେଲେ ତାଙ୍କୁ କ୍ଷମତାର ଅପବ୍ୟବହାର କୁହାଯିବ। ଏବଂ କ୍ଷମତାର ଅପବ୍ୟବହାର ଯଦି କରନ୍ତି ତାହେଲେ ତାଙ୍କୁ ମଧ୍ୟ 4 ବର୍ଷ ସର୍ବନିମ୍ନ ଜେଲ୍ ଏବଂ ସବୁଠାରୁ ବେଶୀ 10 ବର୍ଷ ଜେଲ୍ ଏବଂ ଜୋରିମାନା ମଧ୍ୟ ହେଇପାରିବ। ସେଥିରେ ଆଉ ଗୋଟେ ଜିନିଷ ଯୋଡ଼ି ଦିଆହେଇଛି, ଯେଉଁଟା ହେଉଛି ହେବିଚୁଆଲ ଅଫେଣ୍ଡର, ଧାରା 14, ଅଭ୍ୟାସଗତ ଅପରାଧୀ। ମୁଁ ଦେଖିଛି ଯେ ଜଣେ ଆର୍ଆଇ ତାଙ୍କ ନାଁରେ 4ଟା ଭିଜିଲାନ୍ସ କେସ୍ ମଧ୍ୟ ହେଇଯାଇଛି, କିନ୍ତୁ ସେ ସମାନ ଦଣ୍ଡ ପାଉଛନ୍ତି। ଏବେ ସେମିତି ହେବ ନାହିଁ। ଯଦି ଜଣେ ବ୍ୟକ୍ତି ବାରମ୍ବାର ଦୁର୍ନୀତିରେ ଲିପ୍ତ ରହନ୍ତି, ତେବେ ଆଇନରେ ତାଙ୍କ ପାଇଁ ଏଥର କଠୋର ବ୍ୟବସ୍ଥା କରାହେଇଛି। ତାର ଡେଫିନେସନ୍ ହେଉଛି, ଯଦି ଜଣେ ବ୍ୟକ୍ତି ଏହି ଆଇନ ଅନୁଯାୟୀ ଆଗରୁ ଦଣ୍ଡିତ ହୋଇଛନ୍ତି, ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟରେ ଆଗରୁ ଦଣ୍ଡିତ ହୋଇଛନ୍ତି, ପୁଣି ଥରେ ସମାନ ଅପରାଧ କରିଛନ୍ତି, ତାହେଲେ ତାଙ୍କୁ ଅଭ୍ୟାସଗତ ଅପରାଧୀ କୁହାଯିବ ଏବଂ ଏହି କ୍ଷେତ୍ରରେ କାରାଦଣ୍ଡର ଅବଧି, ଜେଲର ଅବଧି ସର୍ବନିମ୍ନ 5 ବର୍ଷ ହେବ, ଯେଉଁଟା 10 ବର୍ଷ ମଧ୍ୟ କରାଯାଇପାରେ ଏବଂ ଜୋରିମାନା ମଧ୍ୟ ଦେବାକୁ ତାଙ୍କୁ ବାଧ୍ୟ କରାଯାଇପାରେ। ଏଣୁ ବନ୍ଧୁଗଣ,